ଯଦି ସେ ପ୍ରକୃତ ଗୋଟେ ଯାତ୍ରାର ମାଲିକ ହେଇଛି ଆମେ ବି ସେଥିରେ ତାଙ୍କୁ ସ୍ୱାଗତ କରୁଛୁ। ଯଦି ମାଲିକ ହେଇକି ଘର ଭିତରେ ଡାକି ତାଙ୍କୁ ବାଡେଇବା ସେ ମାଲିକ ଆଉ କଣ, ସିଏ ତ ଗୁଣ୍ଡାମି ଗଲା। ତେଣୁକରି ସେ ଥାନାର ଦ୍ୱାରସ୍ଥ ହବାଟା ଉଚିତ। ଯଦି ଠିକ ପ୍ରକୃତରେ ଥାନା ବାଲା ପ୍ରକୃତରେ ସବୁ ଥାନା ବାଲାଙ୍କୁ କହୁଛି ଯଦି ପ୍ରକୃତରେ ଭୁଲ ଯାହାର ଥିବ ତାକୁ ଦଣ୍ଡ ଦିଆଯାଉ, ତାହେଲେ ସମସ୍ତେ ସଜାଗ ହେବେ। ଯଦି ପୁରୁଷଙ୍କ ଭିତରେ ଲଢେଇ ଚାଲିଥିଲା ଗୋଟେ ମହିଳାକୁ ବ୍ୟବହାର କରିବା ଦୁର୍ବ୍ୟବହାର କରିବାଟା ଏଇଟା ଭୁଲ। ଯଦି ଦୁର୍ବ୍ୟବହାର ସେ କରିଛନ୍ତି ତେଣୁକରି ସେମିତି ଜନଜଗତର ଆଗରେ ଯଦି ସିଏ ଯଦି ତାଙ୍କ ସେଇ ନାରୀଙ୍କୁ ଭୁଲ ମାଗିକି ଏବଂ ତାଙ୍କୁ କ୍ଷତିପୂରଣ ଦାବି ପୂର୍ଣ୍ଣ କରିବେ ତାହେଲେ ଆମେ ସନ୍ତୁଷ୍ଟ ହବୁ। ଆଜି ଯଦି ଗୋଟେ କଳାକାରକୁ ଯଦି ଅତ୍ୟାଚାର ହଉଛି କାଲି ସକାଳେ ଆଉ ଗୋଟେ ନେକ୍ସଟ କଳାକାରକୁ ବି ହେଇପାରିବ। ଏମିତି ଯୋଉ ପିୟୁଷ ବି ଥିଲା ତାଙ୍କ ନାଁରେ ବି ଯୋଉ କେତେ ଅଭିଯୋଗ ଆଣିଥିଲେ ଭଲ ମନ୍ଦ କରିଥିଲେ। ଯିଏ ସଚ୍ଚୋଟ ଅଛି ତାକୁ ସବୁଠି ସଚ୍ଚୋଟ ମିଳିବ। ଯେହେତୁ ମାଲିକ ପାଖରେ କହିବାକୁ ଆମେ ଯଦି ମାଲିକ ଯଦି ସେ ପ୍ରକୃତ ଗୋଟେ ଯାତ୍ରାର ମାଲିକ ହେଇଛି ଆମେ ବି ସେଥିରେ ତାଙ୍କୁ ସ୍ୱାଗତ କରୁଛୁ। ଯଦି ମାଲିକ ହେଇକି ଘର ଭିତରେ ଡାକି ତାଙ୍କୁ ବାଡେଇବା ସେ ମାଲିକ ଆଉ କଣ, ସିଏ ତ ଗୁଣ୍ଡାମି ଗଲା। ମାଡ ଯଦି ଗୋଟେ ଲୋକକୁ ଘର ଭିତରେ ବାଡେଇ ପାରୁଛ କାଲି ସକାଳୁ ମର୍ଡର ବି କରିପାରିବ, କାଲି ସକାଳୁ ତାକୁ ନେଇକି କୋଉଠି ବି ଲୁଚେଇ ବି ପାରିବ। ତେଣୁକରି ସିଏ ଯେତେବେଳେ ତାର ସାହାରା ବେସାହାରା ହେଇଗଲା ଅତ୍ୟଧିକ ଯେତେବେଳେ ହାତ ତାର କୁଆଡେ ନ ପାଇଲା ସେ ବର୍ତ୍ତମାନ ସେଥିପାଇଁ ଆଇନର ଆଶ୍ରୟ ନେଲା ଏବଂ ଥାନାର ଦ୍ୱାରସ୍ଥ ହେବା ସ୍ୱାଭାବିକ କଥା। ଯଦି ଆମେ କୌଣସି ଯୋଉ ଜିନିଷରେ ନ ପାରିପାରିବା ଆମେ ଦେଖିଲେ ବଡ ଲୋକଙ୍କ ସହିତ ଯେତେ ଯୁକ୍ତି ତର୍କ ନ ପାରିଲେ ଆମେ ଥାନାର ଦ୍ୱାରସ୍ଥ ହେବା ନିହାତି ଆବଶ୍ୟକତା। ତେଣୁକରି ସେ ଥାନାର ଦ୍ୱାରସ୍ଥ ହେବାଟା ଉଚିତ। ଯଦି ଠିକ ପ୍ରକୃତରେ ଥାନା ବାଲା ପ୍ରକୃତରେ ସବୁ ଥାନା ବାଲାଙ୍କୁ କହୁଛି ଯଦି ପ୍ରକୃତରେ ଭୁଲ ଯାହାର ଥିବ ତାକୁ ଦଣ୍ଡ ଦିଆଯାଉ, ତାହେଲେ ସମସ୍ତେ ସଜାଗ ହେବେ। ଆଉ ଏମିତି ନହେଲେ ଦିନକୁ ଦିନକୁ ତାର ତାଣ୍ଡବ ଦିନକୁ ଦିନକୁ ଚାଲିବ। ଆଉ ଗୋଟେ କଥା ନାରୀ ମାନଙ୍କ କଥା ଉଠିଲା, ଯେହେତୁ ଆମେ ଗୋଟେ ଟ୍ରାନ୍ସଜେଣ୍ଡର ମଧ୍ୟ ହେଇକି ଆମେ ନିଜକୁ ଭାବୁଛୁ ଆମେ ବି ଗୋଟେ ନାରୀ। ଯଦି ପୁରୁଷଙ୍କ ଭିତରେ ଲଢେଇ ଚାଲିଥିଲା ଗୋଟେ ମହିଳାଙ୍କୁ ବ୍ୟବହାର କରିବା ଦୁର୍ବ୍ୟବହାର କରିବାଟା ଏଇଟା ଭୁଲ। ଯଦି ଦୁର୍ବ୍ୟବହାର ସେ କରିଛନ୍ତି ତେଣୁକରି ସେମିତି ଜନଜଗତର ଆଗରେ ଯଦି ସିଏ ଯଦି ତାଙ୍କ ସେଇ ନାରୀଙ୍କୁ ଭୁଲ ମାଗିକି ଏବଂ ତାଙ୍କୁ କ୍ଷତିପୂରଣ ଦାବି ପୂର୍ଣ୍ଣ କରିବେ ତାହେଲେ ଆମେ ସନ୍ତୁଷ୍ଟ ହବୁ। ଓଡ଼ିଶାବାସୀ ସନ୍ତୁଷ୍ଟ ହେବେ, ସମସ୍ତେ ଶାନ୍ତି ହେବେ। କିନ୍ତୁ ନାରୀ ମାନଙ୍କୁ ଅସମ୍ମାନ କରିବାଟା ଠିକ ନୁହଁ। ଯଦି ସିଏ ସେ ନାରୀ କି ଅସମ୍ମାନ କରୁଛନ୍ତି ନିଜ ଘରେ ବି ମା, ନିଜ ଘରେ ବି ଭଉଣୀ, ନିଜ ଘରେ ବି ସମସ୍ତେ ଅଛନ୍ତି। ତେଣୁକରି ସମ୍ମାନ ଦେଲେ ସମ୍ମାନ ପାଇବା, ତା ମାନେ ନୁହଁ ଯେ ଆମେ ଅସମ୍ମାନ କରିବା ନାରୀ ମାନଙ୍କୁ। ନାରୀ ନଥିଲେ ପୁରୁଷ ଆସିବେନି, ପୁରୁଷ ନଥିଲେ ନାରୀ ଆସିବେନି। ସବୁବେଳେ ମୁଁ କହି ରଖିଛି ନାରୀ ଚାହିଁଲେ ନାରୀ ଆଖିରେ ଯେତେ ଲୁହ ଦେବ ନାରୀ ଚାହିଁଲେ ଧ୍ୱଂସ ହେଇଯିବ। ତେଣୁକରି ଦୟାକରି ସମସ୍ତଙ୍କୁ ଅନୁରୋଧ ଯେତେ ଯୋଉଠି ବି ଯେକୌଣସି କେସ୍ ହଉଛି ଯାତ୍ରା ମାଲିକ ମାନଙ୍କୁ କହୁଛି ଗୋଟେ ନାରୀଙ୍କୁ ଦୁର୍ବ୍ୟବହାର କରନି। ତମର ସିଏ ଯଦି ଗୋଟେ ଭଉଣୀ ହେଇଥାନ୍ତା କି ତମର ଗୋଟେ ମା ହେଇଥାନ୍ତା ତମେ ଏମିତି ଦୁର୍ବ୍ୟବହାର କରିନଥାନ୍ତ। ଯଦି ତମଠୁ ଯାତ୍ରାର ଯୋଉ ଯାତ୍ରା କଳାକାର ଯଦି ପଇସା ନେଇଛନ୍ତି ତାଙ୍କୁ କହିପାରିବ, ତାଙ୍କ ସ୍ତ୍ରୀ କି କହିପାରିବନି। ଯଦି ତାଙ୍କ ସ୍ତ୍ରୀ କହିଛନ୍ତି ତମେ ତାଙ୍କ ସ୍ତ୍ରୀଙ୍କୁ ଭଲରେ ବ୍ୟବହାରରେ କହିବ, ତା ମାନେ ନୁହଁ ଯେ ଆମେ ଭାଷା କହିଦେଲେ ଭାଷା ପ୍ରୟୋଗ କରିଦେଲେ ସମାଧାନ ହେଇପାରିବନି। ଯାତ୍ରାରେ ଯେତେବେଳେ କଳାକାର ମାନେ ସମସ୍ତେ ଯାତ୍ରା ପେଣ୍ଡାଲ ଉପରେ କଷ୍ଟ କରୁଛନ୍ତି ଖାଲି ପଇସା ପାଇଁ କଷ୍ଟ କରନ୍ତିନି, ମନର କିଛିଟା ଖୁସି କେତେଟା ଏନ୍ଜୟ ଲୋକମାନଙ୍କର ଭଲ ପାଇବା ଲୋକମାନେ କେତେ କମେଣ୍ଟ କଲେ ମତେ ଖୁସି ହେଇକି ମତେ ଆଶୀର୍ବାଦ ଦେବେ। ତା ମାନେ ନୁହଁ ଯେ ଖାଲି ପଇସା ଦେଇଦେଲେ କିନ୍ତୁ ପଇସା ଦେଇଦେଲେ ଆମେ ସବୁ ଜିନିଷ ସମାଧାନ ହେବ। କିନ୍ତୁ ଗୋଟେ ଯାତ୍ରା କଳାକାରକୁ ଯେତେବେଳେ ଅସମ୍ମାନ ଯେତେବେଳେ ପେଣ୍ଡାଲ ଉପରେ ବ୍ୟବହାର ଦୁର୍ବ୍ୟବହାର ତାଙ୍କୁ ଏଗୁଡ଼ା ସବୁ ବ୍ୟାନ୍ କରିଛନ୍ତି। ଦୟାକରିକି ଏ ଜିନିଷ ସଜେସନ କରନ୍ତୁ ଆପଣ। ମାଲିକ ଭଲ ହେଇଥାଉ କିମ୍ବା ଖରାପ ହେଇଥାଉ ଉଚିତ ନ୍ୟାୟଟା ଦିଅନ୍ତୁ। ଆଜି ଯଦି ତମେ ତା ସପକ୍ଷରେ ନେଇକି କହିବ ଆମେ ସେ ଲୋକ ଆଜି କହିଲେ ବୋଲି ତା ସପକ୍ଷରେ ଯଦି କହିବ କାଲି ସକାଳେ ସେ ଲୋକ ଯଦି ତମମାନଙ୍କୁ ସେମିତି କରିବ ତମମାନେ କ'ଣ କରିବ? ଆଜି ଯଦି ଗୋଟେ କଳାକାରକୁ ଯଦି ଅତ୍ୟାଚାର ହଉଛି କାଲି ସକାଳେ ଆଉ ଗୋଟେ ନେକ୍ସଟ କଳାକାରକୁ ବି ହେଇପାରିବ। ଏମିତି ଯୋଉ ପିୟୁଷ ବି ଥିଲା ତାଙ୍କ ନାଁରେ ବି ଯୋଉ କେତେ ଅଭିଯୋଗ ଆଣିଥିଲେ ଭଲ ମନ୍ଦ କରିଥିଲେ। ଯିଏ ସଚ୍ଚୋଟ ଅଛି ତାକୁ ସବୁଠି ସଚ୍ଚୋଟ ମିଳିବ। ତେଣୁକରି ସମସ୍ତଙ୍କୁ କହୁଛି ଉଚିତ ନ୍ୟାୟ ଯୋଉଟା ସେଇଟା କରନ୍ତି। ତା ମାନେ ନୁହଁ ଯେ ଗୋଟେ ଆମର ଯେମିତି ୟା ପୂର୍ବରୁ ଇଏ ଥିଲେ ନବୀନ ପଟ୍ଟନାୟକ ସାର୍ ଥିଲେ ମୁଖ୍ୟମନ୍ତ୍ରୀ, ସିଏ ଗଲା ପରେ ମୋହନ ମାଝୀ ସାର୍ ଆସିଲେ କିନ୍ତୁ ନବୀନ ପଟ୍ଟନାୟକଙ୍କୁ ହତାଦାର କରିଦେଇଛନ୍ତି କେତେ ଲୋକ ଏବଂ ଆମରି ଓଡ଼ିଶାବାସୀ ହତାଦାର ଯେମିତି କରିଦେଇଛନ୍ତି। ସେମିତି ଯାତ୍ରା କଳାକାର ଗୋଟେ ପେଣ୍ଡାଲ ଉପରେ ଯେହେତୁ ସିଏ ଗୋଟେ କଳାକାର ତାକୁ ଅସମ୍ମାନ କରିବାଟା ଠିକ ନୁହଁ। ତାଙ୍କ ନେଇକି ମଧ୍ୟ କେତେ ଲୋକ ଖୁସି, ତାଙ୍କ ନେଇକି ତମେ ରୋଜଗାର କରିଛ, ତାଙ୍କ ନେଇକି ସମାଜକୁ କିଛି ପ୍ରୟାସ ଆସିବ। ତେଣୁକରି ସମସ୍ତଙ୍କୁ ଅନୁରୋଧ ଯେମିତି ଯିଏ ଯୋଉ ସ୍ଥାନରେ ବସିଛି ସେ ସ୍ଥାନରେ ରଖନ୍ତୁ। ସମସ୍ତଙ୍କୁ ଭୁଲ ସମସ୍ତଙ୍କର ଅଛି, ଭୁଲ ସମସ୍ତେ କରନ୍ତି। ଆଜି ଯାତ୍ରା କଳାକାର କରିଛନ୍ତି କାଲି ସକାଳେ ଯାତ୍ରା ମାଲିକ କରିବେ, କ'ଣ କରିବ? ସମସ୍ତେ ଗୋଟେ ହାତରେ ତାଳି ବାଜେ ନାହିଁ, ଦିଟା ହାତ ହେଲେ ହିଁ ତାଳି ବାଜିବେ। କିଛିଟା ମିସ୍ ଅଣ୍ଡରଷ୍ଟାଣ୍ଡ କି ଯାତ୍ରା କଳାକାରରେ ଭୁଲ ଥିବ
ମାଲିକର ଅଛି। ତେଣୁକରି ଉଭୟ ବସି କମ୍ପ୍ରମାଇଜ କରିକି କୌଣସି ମିଡ଼ିଆ ଭାଇ ନାହିଁ, କୌଣସି ଥାନାକୁ ନାହିଁ, ନିଜ ପେଣ୍ଡାଲ ଉପରେ ବସିକି କମ୍ପ୍ରମାଇଜ କରିକି ତମେ ସ୍ୱାଗତ କର ସମସ୍ତେ। ନମସ୍କାର।